खूब शीत पड़िलाणी जंगल रे आमे आम बसा को मजबूत बनाइबाकू हब। हाँ मु मोर काम आरंभ कर देइछि। मो घर कपातुला रे बनाइछि। कपातुला पई मो घर बहुत गरम रहुछि। हाँ हाँ मु मो घर घास रे बनाइछि। घास कुटारे मो घर सुंदर भाबरे बनाई पारे। मु मो घर बाउंश द्वारा बनाइबी। कौन चमेली तमर बसा बनाइब नहीं? हाँ हाँ आमे बड़ बसा बनाइबू, से भी सबुठारु अधिक मजबूत। तो स्वामी कालू को चोरी चमारी करिबारु फुर्सत मिलिले जाई तो बनिब ना बसा। चुनी माउसी तमे देखिब जंगल रे आम बसा ही सबुठारु बड़ मजबूत बनिब। आउ गोटिए दिन तम समस्तंकु आमर बसा दरकार पड़िब। हाँ हाँ देखिबा। प्रथमे देख तोर स्वामी केउठारे गुली खटी करुथुब। आरे ए जंगल रे एते थंडा पड़ीगला सेपटे मो स्त्री चामेली जमा चुपचाप बसु नाही। सबुबेले कहूची एईटा आण सेईटा आण, एईटा खाइबी सेईटा खाइबी। कालुकुआ खाद्य सन्धान जाऊला। ସେହି ସମୟରେ ଚାମେଲି ଆସୁଥିବାର ଦେଖିଲା। ଆରେ ଚାମେଲି ଏ ବ୍ୟାଗ ନେଇ କୁଆଡେ ଯାଉଛ? ମୁଁ ଯାଉଛି ମୋ ବାପ ଘରକୁ। ସେମିତିରେ ବି ଏଠାରେ ରହି ମୁଁ କ'ଣ କରିବି? ନା ରହିବାକୁ ଘର ଅଛି ନା ଖାଇବାକୁ କିଛି ଅଛି। ଜଙ୍ଗଲରେ ସମସ୍ତେ ମୋତେ ମଜାକ ଉଡାଉଛନ୍ତି, ମୋତେ ଅପମାନ କରୁଛନ୍ତି। ସେମାନେ ସମସ୍ତେ କହୁଛନ୍ତି ତୋ ସ୍ୱାମୀ କାଳୁ ଚୋରି ଚମାରି କରୁଛି, କିଛି କାମ କରୁନାହିଁ। ସେ ଘର ବନାଇବ କେମିତି? ଆରେ ଚାମେଲି ତମେ ତମ ବାପ ଘରକୁ ଯାଉ ନାହିଁ। ମୁଁ କଥା ଦଉଛି ମୁଁ ଖୁବ ଶୀଘ୍ର ଏକ ମଜବୁତ ଘର ବନାଇବି। ନା ନା ତମେ ମୋ କଥା ଶୁଣ ନାହିଁ। ତମେ କେବଳ କୁହ, ପରେ କିଛି କରିବ ନାହିଁ। ମୁଁ ସତ କହୁଛି ମୁଁ ଏତେ ସୁନ୍ଦର ଆଉ ବଡ଼ ଘର ତିଆରିବି ଯେ ସମସ୍ତ ପକ୍ଷୀ ଚାହିଁ ରହିବେ। ତମେ ସତ କହୁଛ? ତମେ ଏମିତି ଘର ବନାଇ ପାରିବ? ଆରେ ହଁ ମୁଁ ସତ କହୁଛି। ତ ଠିକ ଅଛି, ମୁଁ ଯିବି ନାହିଁ ମୋ ବାପ ଘରକୁ। କିନ୍ତୁ ତମେ ବସା ତିଆରି କରିବା କଥା ଭୁଲିବ ନାହିଁ। ଏଥର ଯଦି ତମେ କିଛି ନ କଲ ମୁଁ ସବୁଦିନ ପାଇଁ ମୋ ବାପ ଘରକୁ ଚାଲିଯିବି। ଚାମେଲି ସେଠାରୁ ଚାଲିଯାଏ। କାଳୁକୁଆ ଚିନ୍ତାରେ ପଡ଼ିଯାଏ। ଆରେ ମୁଁ କହି ତ ଦେଲି, କିନ୍ତୁ ବଡ଼ ବସା ବନାଇବି କିପରି? କାଳୁ ବସା ତିଆରି ପାଇଁ ଜିନିଷ ଏକାଠି କରିବାକୁ ସେଠାରୁ ବାହାରିଯାଏ। ବଣିର ସ୍ତ୍ରୀ କହେ, ଶୁଣୁଛ, ଏତେ ଛୋଟ ବସା ତିଆରି କରୁଛ? ମୋତେ ତ ବଡ଼ ବସା ଦରକାର ଥିଲା, ମୋର ସ୍ୱପ୍ନର ଘର। ଆରେ ଚୁମ୍କି, ଆମ ପାଇଁ ଏ ଘରଟି ଠିକ ଅଛି। ଯେତେ ବଡ଼ ଘର ବନାଇବ ସେତେ ଅଧିକ ବିପଦ। ସେତିକିବେଳେ କାଳୁ ଆସି ସେଠାରେ ପହଞ୍ଚେ। କାଳୁକୁ ଚୁମ୍କି ପଚାରେ, କାଳୁ ଭାଇ, ତମ ଘର ବନି ସରିଗଲା? ଆରେ ନାଇଁ ଭାଇ, ଆଜି ମୁଁ ସେ କାମ କରିବାକୁ ଯାଉଛି। ଆଉ ମୋତେ ଘର ବନାଇବାକୁ ଜିନିଷ ମିଳୁନାହିଁ। ଆରେ କାଳୁ ଭାଇ, ଜିନିଷ ଏଠି ସେଠି ମିଳେ ନାହିଁ, ତାକୁ ଖୋଜି ଏକାଠି କରିବାକୁ ପଡ଼େ। ସେତିକିବେଳେ କାଳୁର ନଜର ବଣିର ରଖିଥିବା ବାଉଁଶ ଝାଟି ଉପରେ ପଡ଼େ। ଆରେ ଚୁମ୍କି, ତମର ତ ଘର ବନି ରେଡି ହୋଇଯାଇଛି, ଆଉ ଫେର ଏ ବାଉଁଶ କ'ଣ କରିବ? କିଛି ନାହିଁ କାଳୁ ଭାଇ, ଏହାର ଆଉ କିଛି କାମ ନାହିଁ। ଯଦି ତମର ଦରକାର ଅଛି ତ ତମେ ଏସବୁ ନେଇଯାଅ। କାଳୁ ସେ ବାଉଁଶ ସେଠାରୁ ନେଇଯାଏ। ଚୁମ୍କିର ସ୍ୱାମୀ ଚିକୁ କହେ, ଆରେ ଚୁମ୍କି, ତମେ କ'ଣ ପାଇଁ ସବୁ ବାଉଁଶ ଦେଇଦେଲ? ଏଠାରେ ସେ ବାଉଁଶ ପଡ଼ି ରହିଥିଲେ କ'ଣ ଖରାପ ହୋଇଯାଇଥାନ୍ତା? ଚୁମ୍କି କହେ, କାଳୁ ଆମର ପଡ଼ୋଶୀ, ତାକୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ। ଏମିତି କରି କାଳୁ ଜଙ୍ଗଲର ସମସ୍ତ ପକ୍ଷୀଙ୍କ ପାଖରୁ କିଛି କିଛି ଘର ତିଆରି କରଣା ଜିନିଷ ନେଇ ଆସେ। ଫେର ନିଜ ଘର ସୁନ୍ଦର ଆଉ ମଜବୁତ ଭାବରେ ବନାଇ ଦିଏ। କିଛି ଦିନ ଏମିତି ବିତିଗଲା। ଫେର ଗୋଟିଏ ଦିନ ରାତିରେ ବହୁତ ଥଣ୍ଡା ପଡ଼ିଲା। ଆକାଶରୁ ବରଫ ପଡ଼ିବାରେ ଲାଗିଲା। ସମସ୍ତେ ଘରୁ ବାହାରି ନିଆଁ ଜଳାଇ ବସନ୍ତି। ଚୁନି ମାଉସୀ କହେ, ଆମ ଘର ଏହି
ହାଡ଼ଫଟା ଶୀତରୁ ରକ୍ଷା କରିପାରିବ ନାହିଁ। ଏଥିପାଇଁ ଆମକୁ ସବୁଦିନ ରାତିରେ ନିଆଁ ଜାଳି ବସିବାକୁ ପଡ଼ିବ। ହଁ ଚୁନି ମାଉସୀ, ଆମ ପାଖରେ ଆଉ କିଛି ରାସ୍ତା ନାହିଁ। କିନ୍ତୁ ଟିକି କହେ, କାଳୁ ଭାଇ ଏଠାରେ ଦେଖାଯାଉନାହାନ୍ତି। ସେ ମୋ ଠାରୁ କପା ନେବାକୁ ଆସିଥିଲେ। କହୁଥିଲେ ମୁଁ ବି ତମ ପରିକା ଘର ବନାଇବି। ଚୁନି ମାଉସୀ କହେ, କାଳୁ ତ ମୋ ପାଖକୁ ବି ଆସିଥିଲା। ମୋ ପାଖରୁ ବଳିଥିବା ଘାସ କୁଟା ନେଇକି ଗଲା। ବଣି କହେ, ମୁଁ ବି ମୋ ଘରେ ବଳିଥିବା ସବୁ ବାଉଁଶ ଝାଟି ତାଙ୍କୁ ଦେଲି। କିନ୍ତୁ ଏସବୁ ବ୍ୟବହାର କରି ସେ କେମିତି ଘର ବନାଇଲେ? ଆଉ ଏବେ ସେ ଏଠାରେ ବି ନାହାନ୍ତି। ଆମକୁ ଯାଇ ଦେଖିବାକୁ ହବ, ସେ କୌଣସି ବିପଦରେ ତ ନାହାନ୍ତି। ସମସ୍ତେ ସେଠାରୁ ଯାଇ କାଳୁ ଘରେ ପହଞ୍ଚି ଦେଖନ୍ତି ଆଉ ଆଶ୍ଚର୍ଯ୍ୟ ହୁଅନ୍ତି। କଣ ଘର ବନାଇଛି କାଳୁ? କଣ ସତରେ ଏହା କାଳୁର ଘର? ଏତେ ସୁନ୍ଦର ଘର ବନିଛି।